आम्भମାନଙ୍କର ତ୍ରାଣକର୍ତ୍ତା ପିତା ଈଶ୍ୱରଙ୍କ ବହୁମୂଲ୍ୟ ନାମରେ ପ୍ରତ୍ୟେକଙ୍କୁ ନମସ୍କାର ଜଣା କରା ପ୍ରେଜ୍ ଦ ଲର୍ଡ। ପ୍ରଭୁ ବିଶେଷ ଅନୁଗ୍ରହ କରି ଆଜି ତାଙ୍କ ଜୀବନ୍ତ ବାକ୍ୟରେ କିଛି ଆଲୋଚନା କରିବା ନିମନ୍ତେ ମୋତେ ସାହାଯ୍ୟ ବା ଅନୁଗ୍ରହ କରିଥିବା ହେତୁ ଧନ୍ୟବାଦ ପ୍ରଭୁକୁ ଦଉ ଦଉ ପୁଣି ସମ୍ମିଳନୀକୁ ଧନ୍ୟବାଦ ଦିଏ। ପ୍ରଭୁ ଯେପରି ପ୍ରେମ କରି ଆମମାନଙ୍କର ଆତ୍ମାର ସୁରକ୍ଷା ପୁଣି ତାଙ୍କ ଜୀବନ୍ତ ବାକ୍ୟ ଯେପରି ସୁସମାଚାର କାର୍ଯ୍ୟରେ ପହଞ୍ଚିବା ପାଇଁ ସମସ୍ତ ବିଷୟ ଚିନ୍ତା କରିଛନ୍ତି। ଏଥିପାଇଁ ଆଜିର এই ଚିନ୍ତା ଯାହା ରହିଛି ପ୍ରଭୁଙ୍କ ଲୋକମାନେ ସୁସମାଚାର ଅଭିଯାନର କିଛି ସଂକ୍ଷିପ୍ତ ବାକ୍ୟ କହିବା ପାଇଁ ମୋତେ ପ୍ରଭୁ ଅନୁଚିନ୍ତା ଦେଲେ। ଏଥିପାଇଁ ସବୁଙ୍କୁ ଧନ୍ୟବାଦ ଦିଏ। ପୁଣି ଆମ ଚ୍ୟାନେଲରେ ଯେତେ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ସବସ୍କ୍ରାଇବର ଅଛନ୍ତି ସମସ୍ତଙ୍କୁ ମୋର ଆନ୍ତରିକ ପ୍ରେରଣା କରେ। ତେବେ ଆସନ୍ତୁ ପ୍ରଭୁଙ୍କ ବାକ୍ୟ କିଛି ଚର୍ଚ୍ଚା କରିବା ପାଇଁ ଚାହେଁ ଯେ ବର୍ତ୍ତମାନ ସୁସମାଚାର ଅଭିଯାନ ଚାଲୁ ରହିଛି ସେ ସମ୍ପର୍କରେ କିଛି କଥା ଆମେ ଆଲୋଚନା କରିବା ପାଇଁ ଯିବା, ଯାହା ଆମେ ଅନେକ ଏ ଆଗରୁ କିଛି ଶିକ୍ଷକମାନେ ଆମେ ଶୁଣିଅଛୁ। ଯେପରିକି ଆଉ ଯୋହନ 15:1-8 ପର୍ଯ୍ୟନ୍ତ ସମସ୍ତ ବିଷୟ ଆଲୋଚନା କରାଯାଉଛି। ଏଥିପୂର୍ବରୁ ଆଉ ଯାହାକି ଆମେ ଆଉ 5 ଗୋଟି ଆମେ ଚିନ୍ତା କରିଅଛୁ। ସେଗୁଡ଼ାକ ହେଲା ପ୍ରକୃତ ଦାୟିତ୍ୱ ଯୀଶୁ, ଫଳହୀନ ଶାଖା ପ୍ରତି ଚେତାବନୀ, ଫଳ ଧାରଣକାରୀ ଜୀବନ୍ତ ଶାଖା ହେବେ, ଯୀଶୁଙ୍କ ବିନା ଫଳ ଶୂନ୍ୟତା, ଖ୍ରୀଷ୍ଟ ହିଁ କାର୍ଯ୍ୟ ସାଧକ। ପ୍ରଭୁଙ୍କ ନାମ ଧନ୍ୟବାଦ। ଏହି ସମସ୍ତ ଶୀର୍ଷକ ଆପଣମାନେ ଶୁଣିଛନ୍ତି। ମୁଁ ଆଶା କରେ ଆପଣମାନେ ସମସ୍ତେ ଆଉ ଏ ସମସ୍ତ ବିଷୟ ନେଇ ଆପଣମାନେ ଆଉ ଆଶୀର୍ବାଦ ଲାଭ କରିଛନ୍ତି ବୋଲି ମୁଁ ବିଶ୍ୱାସ କରେ। ମୋତେ ପ୍ରଭୁକୁ ଧନ୍ୟବାଦ ଦିଏ। ତେଣୁ ନିଶ୍ଚିତ ଭାବେ ଆଜି ଯାହା ଚିନ୍ତା ରହିଛି ମୁଁ ସଂକ୍ଷିପ୍ତ ସମୟରେ କିଛି ଆପଣଙ୍କ ସବୁ ରଖିବା ପାଇଁ ଚାହେଁ ଯେ ପ୍ରକୃତ ଭାବରେ ଆଜିର ଚିନ୍ତା ରହିଛି ଅଫଳନ୍ତି ଶାଖା ପ୍ରତି ଦଣ୍ଡ। ତେଣୁ ନିଶ୍ଚିତ ଭାବରେ ଆଉ ଆମେ ପ୍ରତ୍ୟେକ ଜାଣୁ, ଗୋଟେ ଏକ୍ଜାମ୍ପଲ ଦେବି ନିହାତି ପ୍ରତ୍ୟେକ ଜାଣିଥିବା କଥା ଟିକେ ମନେ ପକାଇବାକୁ ଚାହେଁ ଯେ ପ୍ରକୃତ ଭାବରେ ଆମେ କଟକ ଭୁବନେଶ୍ୱର ସାଇଡ଼ରେ ଯଦି କୌଣସି ଭାଇ ଭଉଣୀ ଭିତରେ ପରିବାର ଭିତରେ ବ୍ୟକ୍ତିମାନଙ୍କ ଭିତରେ କିଛି ଗଣ୍ଡଗୋଳ ହୋଇଯାଏ ସେ ସମୟରେ ସେମାନେ ଅଭିଶାପ ଦିଅନ୍ତି, ଦଣ୍ଡ ଦିଅନ୍ତି କିମ୍ବା କୌଣସି କଥା କହିଲା ପୂର୍ବରୁ ଆପଣମାନଙ୍କୁ ଜେଲ ଦଣ୍ଡ ମିଳୁ, କୋର୍ଟ ଦଣ୍ଡ ମିଳୁ, ପୁଣି ଆଉ ମେଡ଼ିକାଲ ଦଣ୍ଡ ମିଳୁ, କାରଖାନା ମେଡ଼ିକାଲ ବା ଡାକ୍ତରଖାନାର ଦଣ୍ଡ ମିଳୁ ବୋଲିକି ଏମିତି କହନ୍ତି ଲୋକମାନେ। ତେଣୁ ଆଜି ଆମେ ଦେଖିବାକୁ ପାରୁଛୁ ଯେ ଯାହା ଶୀର୍ଷକ ରହିଛି ଆଉ ଆଉ କ'ଣ ପ୍ରିୟ ଲୋକମାନେ, ଯେପରିକି ଅଫଳନ୍ତି ଶାଖାବର୍ତ୍ତୀ ଦଣ୍ଡ, ଯୋହନ 15:6 ପଦକୁ ନେଇ ଆମେ କିଛି ଆଲୋଚନା କରିବା ପାଇଁ ଯିବା। ଗୋଟିଏ କଥା ମନେ ପଡ଼େ ପ୍ରିୟ ଲୋକମାନେ, ଯେତେବେଳେ ମୁଁ ପାଠ ପଢ଼ୁଥିବା ସମୟରେ ମୋର ଶିକ୍ଷକମାନେ କହନ୍ତି, ରେ ତୁ ଯଦି କାଲି ହୋମୱାର୍କ ଯଦି କରିକି ଆସିବୁ ନାହିଁ ତାହେଲେ ତୋତେ ପାନିସମେଣ୍ଟ ରହିଛି, ତୋ ପାଇଁ ଦଣ୍ଡ ରହିଛି ଲୋକମାନେ। ତେଣୁ ଏସବୁ କଥା ଯେତେବେଳେ ଶୁଣୁଥିବା ସମୟରେ ମୋତେ ଭୟ ଲାଗିଯାଉଥାଏ। ତଦ୍ରୂପ ଆଜି ବି ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ, ସେ ମହାଆଡ଼ମ୍ବରରେ ଆସିବେ, ସେ ପ୍ରତ୍ୟେକ କର୍ମ ଅନୁସାରେ ଫଳ ଦେବା ନିମନ୍ତେ ବା ଦଣ୍ଡ ଦେବା ନିମନ୍ତେ ଆସୁଅଛନ୍ତି। ଏହା ଆମେ ପ୍ରତ୍ୟେକ ଜାଣିଛୁ। ତେଣୁ ନିଶ୍ଚିତ ଭାବରେ এই କଥା ଯେତେବେଳେ ଆମେ ଦେଖୁଛୁ, ଯଦି ଆମେ ଆଜିର ଶୀର୍ଷକ ଅନୁସାରେ ଯଦି ଆମେ ଫଳହୀନ ଶାଖା ହେଇଯାଉ ତାହେଲେ ଆମମାନଙ୍କୁ ସେ ନିହାତି ପ୍ରଭୁଙ୍କର ବିଚାର ବିଧାନ ଅନୁସାରେ ସେ ଦଣ୍ଡ ଦେବା ନିମନ୍ତେ ପ୍ରସ୍ତୁତ ଅଟନ୍ତି ପ୍ରିୟମାନେ। ତେଣୁ ଆମେ ସାବଧାନ ହେଇଯାଉ। ତେବେ ଆସନ୍ତୁ ସମ୍ମିଳନୀ ଆମକୁ ସୁଚିନ୍ତା କରି ଏକ ସୁନ୍ଦର ଅଭିଯାନ ଦେଇଛନ୍ତି। ସେ ଅଭିଯାନକୁ ଆପଣାର କରି ପ୍ରତିଟି ଶୀର୍ଷକକୁ ନିଜର କରି ଆମେ ଉପଯୁକ୍ତ ଫଳ ଉତ୍ପନ୍ନ କରିବା ନିମନ୍ତେ, ମନ ପରିବର୍ତ୍ତନ ଉପଯୁକ୍ତ ଫଳ ଉତ୍ପନ୍ନ କରିବା ନିମନ୍ତେ ଆମେ ଯେପରି ପ୍ରସ୍ତୁତ ହେଉ। ପ୍ରକୃତ ଭାବରେ ଏହି ସୁନ୍ଦର କଥା ଯେତେବେଳେ ମୁଁ ଶୁଣୁଛି ମୋ ଜୀବନରେ ନିହାତି ଭୟଭୀତ ଲାଗୁଛି ଯେ ଦଣ୍ଡ ଗୋଟେ ଅସହ୍ୟ ଦଣ୍ଡ ହେବାକୁ ଯାଉଛି। ତାର ଆଉ ଆଜୀବନ କାରାଦଣ୍ଡ ଏ ପ୍ରକାର ରହିଛି ଲୋକମାନେ। ତେଣୁ ଜଗତରେ ଦୁଇଟି କଥା ମନେ ପଡ଼େ, ଜେଲ ଦଣ୍ଡ, ଆଜୀବନ କାରାଦଣ୍ଡ, ମୃତ୍ୟୁର ଦଣ୍ଡ ରହିଛି ଲୋକମାନେ। ଏ ପ୍ରକାର ଆମେ ଜାଗତିକ ଚିନ୍ତାରେ ଆମେ ଅଳ୍ପ ସମୟ ଅଳ୍ପ ଦିନମାନଙ୍କ ପାଇଁ ସେ ସମସ୍ତ ବିଷୟ ରହିଛି। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର ଆଗମନରେ ଗୋଟେ କଥା ଆମର ମନେ ପଡ଼ୁଛି ଲୋକମାନେ। ପ୍ରଭୁଙ୍କ ମହାନାମର ଧନ୍ୟବାଦ। ପ୍ରକୃତ ଭାବରେ ଆମେ ଦେଖିବାକୁ ଗଲେ ଯେ ମାଥ୍ୟୁ ତାର 5:22 ଗୋଟେ କଥା ଲେଖାଯାଇଛି, ସେଇଠି ଅଗ୍ନିମୟ ନରକ ଦଣ୍ଡରେ ଦଣ୍ଡନୀୟ ହେବ ଲେଖାଯାଇଛି।
এই অগ্নিময় দণ্ড ଆଉ ସାରା ଜୀବନ ପାଇଁ ମୃତ୍ୟୁର ଅନନ୍ତ ଦଣ୍ଡରେ ଭୋଗିବା ପାଇଁ এই ଦଣ୍ଡଟି ରହିଛି ଲୋକମାନେ। ତେଣୁ ଆସୁ ଗୋଟେ ଜୀବନ୍ତ କଥା ମୋର ମନେ ପଡ଼େ ଯେ ଆଜିର ଧ୍ୟାନ ନିମନ୍ତେ ଯାହା ରହିଛି ଆଉ ଅଫଳନ୍ତି ଶାଖା ପ୍ରତି ଦଣ୍ଡ ରହିଛି। ତେଣୁ ସୃଷ୍ଟିର ଆରମ୍ଭରେ ଆମେ ଦେଖିବାକୁ ପାରୁଛୁ ଯେ ଆଦମ ଆଉ ହବାଙ୍କ ପରିବାର କଥା ଦେଖୁଛୁ ଲୋକମାନେ। ସେଇଠି ପ୍ରଭୁ ତାଙ୍କୁ ଅନୁଗ୍ରହ କରି ତାଙ୍କ କୋଳରେ ପୁତ୍ର କନ୍ୟା ପ୍ରଭୁ ଅନୁଗ୍ରହ କରି ଅବ୍ରାହ୍ମଙ୍କ କୋଳରେ ଦୁଇଟି ପୁତ୍ର ଦେଲେ ଆଉ ସେମାନେ ହେଉଛନ୍ତି କଇନ ହେବଲ। ଯେତେବେଳେ ଏମାନଙ୍କୁ ପ୍ରଭୁ ଅନୁଗ୍ରହ କରି ସଦାପ୍ରଭୁ ଆଉ କିଛି କୃଷି କାମ କରିବା ପାଇଁ ଯେତେବେଳେ ପରାମର୍ଶ ଦେଲେ ସେମାନେ କ୍ଷେତକୁ ଗଲେ। କ୍ଷେତକୁ ଗଲା ପରେ ଅକସ୍ମାତ ସେମାନଙ୍କ ଜୀବନରେ କ'ଣ ଆସିଲା, ଗଣ୍ଡଗୋଳ ଷ୍ଟାର୍ଟ ହେଇଗଲା। ତ ଯେତେବେଳେ ଷ୍ଟାର୍ଟ ହେଲା ସେମାନେ ଉଭୟଙ୍କୁ ଆଉ କିଛି କଥାର ଗଣ୍ଡଗୋଳିଆକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଆରମ୍ଭ ହେଲା। ତ ସେତେବେଳେ ଆମେ ଦେଖିବାକୁ ପାରୁଛୁ ଅସହ୍ୟ ଦଣ୍ଡ କଥା ଦେଖାଯାଉଛି, ଯାହାକି ଆମେ ଦେଖିବାକୁ ପାରୁଛୁ ଆଦି ପୁସ୍ତକ 4:13 ଲେଖାଯାଇଛି। ଯେତେବେଳେ ଆଉ ସଦାପ୍ରଭୁ କଇନ କହିଲେ ତୁମ ଭାଇକୁ ଯେ ମାରିଦେଲ ତାର ଭୂମିର ରକ୍ତରୁ ତାର କଥା ଶୁଭାଯାଉଛି, ଆମେ ଜାଣିପାରୁଛୁ ତୁମେ ହିଁ ମାରିଛ। ଏଥିପାଇଁ ଆଉ ସଦାପ୍ରଭୁ ଆଉ କଇନକୁ କହିଲେ ତୁମେ ପଳାତକ ଓ ଭ୍ରମଣକାରୀ ତୁଲ୍ୟ ହିଁ ଜୀବନ କାଟିବ। ସାଙ୍ଗେ ସାଙ୍ଗେ ଯେତେବେଳେ ଭୂମି ଅଭିଶପ୍ତ ହେଲା ତାଙ୍କୁ ଦଣ୍ଡ ଦେବାର କଥା କୁହାଗଲା ଲୋକମାନେ। ସେହି ସମୟରେ ନିଜେ କହୁଛନ୍ତି କଇନ ଆଦି 4:13 କହନ୍ତି କଇନ ସଦାପ୍ରଭୁଙ୍କୁ କହିଲେ ମୋହର ଦଣ୍ଡ ଅସହ୍ୟ ବୋଲି ଲେଖାଯାଇଛି ଲୋକମାନେ। ତେଣୁ ପ୍ରଭୁଙ୍କ ମହାନ ଆମର ଧନ୍ୟବାଦ ହେଉ ଯେ ପ୍ରକୃତ ଭାବରେ ଅଫଳନ୍ତି ଶାଖା ପ୍ରତି ଦଣ୍ଡ କ'ଣ କ'ଣ ରହିବ ମୁଁ ସେ ସମ୍ପର୍କ କହିବା ପାଇଁ ଚାହେଁ। ତେବେ ଆସନ୍ତୁ ଦେଖିବା ପାଇଁ ଯିବା ଯେ କଇନ କହିଲେ ଯେ ଅସହ୍ୟ ଦଣ୍ଡ ମୋ ପ୍ରତି ମୁଁ ସହିପାରୁନାହିଁ। କେବଳ ତାଙ୍କୁ ତମେ ପଳାତକ ଓ ଭ୍ରମଣକାରୀ ହେଇ ଜୀବନ କାଟିବ। ତ ଏଇ କଥାକୁ ନେଇ ସେ ପୁରା ଭାଙ୍ଗି ପଡୁଛନ୍ତି ଆଉ କହୁଛନ୍ତି ମୋର ଦଣ୍ଡ ଅସହ୍ୟ ବୋଲି କହିଲେ ପ୍ରିୟ ଲୋକମାନେ। ତେଣୁ ପ୍ରିୟ ଲୋକମାନେ ଏ ସହ୍ୟ ଦଣ୍ଡ କଥା ଗୋଟେ ମୁଁ କହିବା ପାଇଁ ଚାହେଁ, ଯାହାକି ଆମେ ପ୍ରତ୍ୟେକ ଜାଣିବା କଥା। ଲୋକ ଆମେ ଦେଖିବାକୁ ପାରୁଛୁ 16 କଥା ଗୋଟେ କଥା ଲେଖା ଅଛି। ସେଇଠି ଗୋଟେ ବ୍ୟକ୍ତି ଅଛି ଯେ ଆମେ ପ୍ରତ୍ୟେକ ଜାଣିଛୁ ଧନୀ ବ୍ୟକ୍ତି। ସେ ଯେତେବେଳେ ଲାଜାର ମରିଗଲା ପରେ ତାପରେ ସେ ଧନୀ ବ୍ୟକ୍ତି ମରିଗଲା। ତାପରେ ଯେତେବେଳେ ସେ ମରିଗଲା ସେ ନିଜର ମନ୍ତବ୍ୟକୁ ରଖୁଛନ୍ତି ଯେ ତାର 16:24 ପଦ ଦେଖିବାକୁ ପାରୁଛୁ। ସେଥିରେ ସେ କହିଲେ ଯେ ହେ ପିତା ଅବ୍ରାହମ ମୋତେ ଦୟାକରି ଲାଜାରକୁ ପଠାନ୍ତୁ, ଯେପରି ସେ ପାଣିରେ ଆପଣ ଆଙ୍ଗୁଠିର ଟିପ ବୁଡ଼ାଇ ମୋର ଜୀବକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। ପ୍ରିୟ ଲୋକମାନେ ଦେଖନ୍ତୁ ଏ ଧନୀ ବ୍ୟକ୍ତି ଏହାଙ୍କ ଜୀବନରେ କେବେ ଉପାସନା ଚିନ୍ତା ନାହିଁ, କେବେ ପ୍ରାର୍ଥନା ଚିନ୍ତା ନାହିଁ, ପ୍ରଭୁଙ୍କ କାମ ପାଇଁ ଚିନ୍ତା ନାହିଁ। କେବଳ ଆଉ ଆମୋଦ ପ୍ରମୋଦର ଲାଇଫଷ୍ଟାଇଲ କରିବା ଆରମ୍ଭ କଲା। ଏହାଙ୍କ ଜୀବନଯାତ୍ରା ଯେତେବେଳେ ଏ ପ୍ରକାର ଚାଲିଲା ସେ ଅଫଳନ୍ତି ଶାଖା ପରି ହେଇଗଲେ ଲୋକମାନେ। ତେଣୁ ତାକୁ ମୃତ୍ୟୁର ପରେ ତାକୁ ଏକ ଯନ୍ତ୍ରଣାମୟ ସ୍ଥାନ ଭୋଗିବାକୁ ପଡୁଛି। ସେ ନିଜେ କହନ୍ତି ମୁଁ ଏହି ନିଆଁରେ କଲବଲ ହେଉଅଛି। କି ସୁନ୍ଦର କଥାଟି ପ୍ରଭୁଙ୍କୁ ଦେଖନ୍ତୁ। ଆଗରୁ ଆମମାନଙ୍କୁ ଚେତନା ଦିଆଯାଉଛି, ଆଗରୁ ଆମମାନଙ୍କୁ ସୂଚନା ଦିଆଯାଉଛି ଯେ ମୃତ୍ୟୁ ପରେ ଦଣ୍ଡ ରହିଅଛି। ଲୋକମାନେ ଯେଉଁମାନେ ଆଉ ଏ ପ୍ରକାର ଜୀବନ କାଟନ୍ତି ସେମାନଙ୍କ ପାଇଁ ଦଣ୍ଡ ରହିଛି। ସେ ଅଫଳନ୍ତି ଶାଖା ସଦୃଶ୍ୟ ହୋଇଯାଏ। କେବେ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ରହିବା ପାଇଁ ଏ ବ୍ୟକ୍ତିଙ୍କ ଜୀବନ ଚିନ୍ତା ନଥିଲା। ତେଣୁ ଲୋକମାନେ ଆମେ ଜାଣୁଛୁ ପ୍ରତ୍ୟେକ ଏହି ସୁନ୍ଦର ଶୀର୍ଷକ ପାଇଁ ମୁଁ ପ୍ରଭୁକୁ ଧନ୍ୟବାଦ ଦେବି, ସେମାନଙ୍କୁ ଧନ୍ୟବାଦ ଦେବି। ସେମାନେ ସୁନ୍ଦର କଥାଟି ଆମମାନଙ୍କୁ ଆଲୋଚନା କରିବା ନିମନ୍ତେ ଦେଇଛନ୍ତି। ତେଣୁ ଦଣ୍ଡ କଥା ଆଉ ଗୋଟେ ମୋର ମନେ ପଡୁଛି। ଦଣ୍ଡ କହିଲେ ପ୍ରିୟ ଲୋକମାନେ ଆମେ ଦେଖିବାକୁ ପାରୁଛୁ ଯେ ଆଉ ଯେଉଁମାନଙ୍କୁ ଶାସନ କରାଯାଏ, ଯେଉଁମାନଙ୍କୁ ନ୍ୟାୟ ଦିଆଯାଏ, ଯେଉଁମାନଙ୍କୁ ଆଉ ଦମନ କରିବାରେ ସାହାଯ୍ୟ କରେ, ଦଣ୍ଡ କହିଲେ ପ୍ରିୟ ଲୋକମାନେ ଆଉ ଯାହାକି ଆମେ ବାଡ଼ି ଠେଙ୍ଗାକୁ ବୁଝିଥାଉ ଲୋକମାନେ। ଏହିସବୁ ଜିନିଷ କେତେବେଳେ ବ୍ୟବହାର କରାଯାଏ ଯେତେବେଳେ ଆଉ ଜନଗହଳି ମଧ୍ୟରେ ଯଦି ଆମେ ଦେଖିବାକୁ ପାରୁଛୁ ନିୟନ୍ତ୍ରଣ ବାହାର ହେଲେ ପୋଲିସ ଆସିକି 144 ଲାଠିଚାର୍ଜ ଆରମ୍ଭ କରିଦେଇଥାଏ। ଅସହ୍ୟ ଦଣ୍ଡ ଯେତେବେଳେ ନିୟନ୍ତ୍ରଣ ବାହାରେ ଗଲେ ଏ ପ୍ରକାର ପ୍ରଶାସନକ ମନ ଚିନ୍ତା ଆସିଥାଏ।
तेणु निश्चित भाव आम समय थाऊ तो बेल थाऊ थाऊ प्रभु अनुग्रह करी आज सुसमाचार अभियान रे आम प्रभु कथा कहते जे अफलंती प्रति दंड रही लोक मैंने तेणु यही शीर्षक मैंने शुणी आम मन परिवर्तन उपयुक्त फल उत्पन्न करने निमंते जेपरि आम प्रस्तुत हो पार यह हूँ एक आलोच्य विषय एक चिंतार विषय रही लोक मैंने एक कथा को नहीं आम आगक आउे बढ़ापी जावा तेबे धनी व्यक्ति जीवन सीना से उपासना को जाई पारे ना कौन से प्रार्थना सुযোগ कर पारे ना क्या प्रभु यीशु ख्रीष्ट से रही पारे ना किंतु आमे माने तो रहूछु आमे माने तो उपासना को जाऊछु आमे प्रार्थना करूछु आमे गिरजा करूछु ध्यान करूछु समस्त विषय करूछु किंतु काहे कि आमे अफलंती शाखा परी आम मानक लाइफस्टाइल देखा जाउछि जगत सामने मंडली सामने प्रतिवासी सामने आमे ए परिचय नहीं आमे काहे कि आगो को बढ़ुछु लोक माने कौन आमर दुर्बल रही लोक मैंने यहीटा आसतु जो द्वारा कि जो विषय कि आज आम को अफलंती शाखा आमे कहीं एपरी आमे अफलंती शाखा परी आम जीवन देखा जाऊँचे कौन आमर दुर्बल रही लोक मैंने आसतु आम देखा जा मार्क पुस्तक 4:18 पदरे बाइबल कौन प्रकाश करुच्ची लेखा जाए प्रिय लोक मैंने पढ़ी दिए लोक मैंने आउ जो माने वाक्य शुणती पुणी सांसारिक चिंता धनर माया एवं अन्य समस्त विषय लालसा प्रवेश करी वाक्य को चापी पकाए और ताहा फलहीन हुए लिखा जाए ये 4 गोटे विषय को ये ऑनलाइन माध्यम रे वर्णना करबा मुझे चाहे ना किंतु खाली समय कहे जे ये 4 गोटे विषय मनुष्य जीवन रे सर्वदा वास करथिबा हेतु हृदय रे वास करथिबा हेतु से फलहीन शाखा परी ता लाइफस्टाइल हो जाए कहीं ना से वाक्य शुणुची प्रार्थना करुच्ची गिरजा सब करुछु किंतु सांसारिक चिंता धनर माया अन्य समस्त विषय लालसा ए 3 गोटे विषय आम जीवन में अच्छी विशेष करके मो जीवन थी तो मो प्रभु सेवार अफलंती शाखा वृक्ष परी अफलंती शाखा परी मु देखा जाऊँ जगत मतरे तेणु मत जानवा मत बुझा ए शेष अवस्था मध्य ए शेष काल मध्य मुझेपरी एक उत्तम फल शाखा परी हेबा पार मु प्रस्तुत हो पारे एथिपाई स्वर्णमय पदरे लेखा जाउछि लोक माने जहाँकि जिसाय 5:4 ए निमंते मु द्राक्षा फल फलिबो बोली अपेक्षा कली तोरे बन्य द्राक्षा फल फलिला काहीकि फलिला ए काहीकि अर्थ होछि मार्क 4:18 देखा जाउछि प्रिय लोक माने जे मनुष्य को सांसारिक चिंता धनर माया अन्य प्रत्येक आ शारीरिक सुख विलास लालसा आसक्त होतबा बा आसक्त रे बुड़ी जाइथिबा मन जीवन प्राण शरीर होची अफलंती शाखा वृक्ष अटे तेणु यही समय आम ए सुसमाचार अभियान आज आम को एक चेतना दिए परामर्श दिए एक अनुग्रह वार्ता आनी दिए जे आम जीपरि प्रत्येक यही शेष दिन मान मध्य प्रस्तुत होगा जाऊँ तेणु प्रभु का महत्व धन्यवाद हो गोटे एग्जाम्पल देवाई चाहे अफलंती शाखा जितेबाला हो जाऊ दंड केमिति दिया जाउछि लोक माने मो कहबा चाहे जे आमे बाड़ी बगीचा रे अमृत गछ लगाई थाओ अमृत गछ को दुईटी भाग रे व्यक्त कराइछि गोटे माँ अमृत गछ आ गोटे अंडीरा अमृत गछ लोक मानक मतरु मु सुनिबा को पाइछि ता कहंती माय अमृत गछ ता शरीर पूरा अमृतर फल धारण करि थाए आ अंडीरा गछ रे से सर फूल फूल हे खाली लंबा रे दौड़ी बड़े है कि छोट छोट फल हे तापरे से मालिक देखिबो जे आउ छोट ठारो पानी दे सार दे क्षत दे समस्त विषय पालन करथिबो फल आशा करुथिबा समय रे जदि से प्रकार देखा जाए ताको कह जाए या को हानि की पकई दियो हानि फिंगी दियो कहते प्रियलोक माने तद्रूप आज मध्य आमे कोन प्रियलोक माने आमे से अंडीरा अमृत गछ सदृश होइकि आमे जीवन काटिबा ता माने आमे अफलंती शाखा वृक्ष बा शाखा परी आम लाइफस्टाइल अच्छे लोक माने तेणु से दिन यीशु ख्रीष्ट जिते बड़े डेबरी गछ निकट को गले आ फल खोजा निमंते फल न पाइबारु संगे संगे तांको स्टेप नहीं गले जे तू आ जीवन रे केबे फल हेबो नाय आ तू सुखी जीव अभिशाप दे देले लोक माने तेणु आ दंड विलंब नाही
दंड सुनिश्चित रही आम जीवन में। तेणु आम प्रत्येक अति चमत्कार भाव जाना कथा रही जहाँकि लोक 3 रन लिखाची बर्तमान गछ मानक मूल कुराड़े लगी अच्छी जो वृक्ष बा जो गछ फल न फल भल फल न फल ताको हाणी दिज्व कटा दिज्व निआरे पकाई दिज्व बोली बाइबल प्रकाश करुच्छी। तेणु निश्चित भाव में आज शेष कथार आम आलोचना कर जेपरी प्रत्येक आम एक कथा को नहीं आज जहाँ चिंता करुछु गोटे उचित एक सुज्ञानी व्यक्ति कथा कहती से कहती जे आउ दिन ना मास ना वर्ष ना समय आम ए प्रकार काटुछु से जेपरिक अफलंती शाखा प्रति जो दंड कथा आसूची से दंड कथा को नहीं आउ एक सुबुद्धि सुजीवी आउ ज्ञानी विशिष्ट व्यक्ति आउ अध्यापक एजरा कथा कहती जहाँकि आम देखा पारुछु एजरा 9 आम देखा पारुछु 13 पद लिखा अच्छी एणु हे आम्भ मानक परमेश्वर आम मानक दुष्कर्म और महादोष सकाश आम मानक प्रति यही सब घटिले हैं तुम्भे जे आम मानक अपराधर उचित दंडर उणा दंड आम मानक देइछ। आम्भ मानकर अपराध उचित दंड जोड़ा थवा कथा आम तो दुष्कर्म केवल नुहे महादोष भी करिछु अनेक दोष करिछु एथिपाई हे सदाप्रभु परमेश्वर तुम्हें कौन कर उचित दंड रु आम उणा कर दंड देइछ। तेणु आज आम उचित दंड देवा निमंते आउ केबे उणा करा जीव नाय जेतेबेले यीशु ख्रीष्ट द्वितीय आगमन करिवे से निहाती आउ ताको लोक मानक पाई उचित दंड देवा निमंते से मुखापा करंती ने से न्यायवान परमेश्वर अटंती एथिपाई आज शिक्षक एक महत्वपूर्ण शिक्षक अटे ता होची अफलंती शाखा प्रति दंड रही लोक माने। तेणु यही दंड पाइबा पूर्व सूचना पूर्व संवाद प्रभु आज आम एक माध्यम कहती जहाँ यूट्यूब चैनल आप शुणुंट ताहा अति आशीर्वाद विषय अटे। तेज आसतु लोक मैंने आउ से कौन लिखिं से कहले जे यही सब घटिले हैं तुम्हें जे आम मानक अपराधर उचित दंडर उणा दंड आम मानक देइछ और आम मानकर एपरी अवशिष्ट लोक रखिछ यह देखिए आम मैंने कौन पुनर्बार तुम आज्ञा उल्लंघन करूँ यही घृणायोग्य कर्म करी अन्य गोष्ठी मान संगे कुटुंबिता करू कले तुम्हें कौन आम को निशेष करने पर्यंत रुद्ध नहिब तहिरे कई अवशिष्ट कि रखी तार एजा 9 पदरे एणु हे सदाप्रभु परमेश्वर आम मानक दुष्कर्म महादोष सकाश आम मान प्रति यही सब घटिले ही तुम्हें जे आम अपराध दंडर उणा दंड आम मानक देइछ और आम मानकर एपरी अवशिष्ट लोक रखिछ यह देखी आम माने कौन पुनर्बार तुम आज्ञा उल्लंघन करूँ और यही घृण्य कर्म कार्य कर्मचारी और अन्य गोष्ठी मान संगे कुटुंबिता करू कले तुम्हें कौन आम को निशेष करने पर्यंत क्रोध नहिब तहिरे कई अवशिष्ट कि रक्षित रे ना लोक मैंने आम जो ये भूल कर दंडर उणा कर उचित दंड आम उणा कर देइछ आम आउ ए प्रकार जीवन काटबू ताहले से निशेष करदेव आमको तुम छाड़ब कि ये चिंता देखिए से एजरा भविष्य वक्ता आज आम कहते। तेणु 15 पद से कहले हे सदाप्रभु इस्राएल परमेश्वर तुम्बे धर्ममय अट कारण आम माने आज पर्यंत रक्षा पाई अवशिष्ट अच्छु देख आमे माने तुम साक्षात निज दोष दोषी होइछु कारण तहु सकाशु कहीं तुम थमुरे ठिया पारे ना दिने प्रभु छामरे निकास देवार समय रही लोक मैंने कारण से निकास रे आओ दंड कथा विचार कथा आसी जाऊँ लोक बारे। तेणु आज जेपरी एजरा कहले हे परमेश्वर आमे भविष्य में आगे जहाँ कि दुष्कर्म महादोष करूँ एवं आउ कले तुम्हें मत छाड़ब कि एपाई तुम्हें आम को दोषरू तुम्हें मुक्तकारी अट। तेणु आमे आउ यदि भूल कर तुम सामने आम ठिया पारू ना। प्रभु ए समस्त वाक्य आशीर्वाद करूँ कारण ऑनलाइन एवं तो ये मुझे रखापी चाहे जे अफलंती शाखा प्रति जो दंड रही आम परस्पर ए शिक्षा को नहीं आम जेपरी दंडर मुक्ति होगा निमंते। तेणु गोटे गोटे कथा मोर मन पड़ुछि जे कौन सी जगार लोक मैंने जे लोभ करवा अपरिय दंड लांछ नेबा गोटे अपराध दंडनीय अटे
ପୁଣି ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଗୋଟେ ଜାଗା ଲେଖାଯାଇଛି, ଯାହାକି ଆମେ ସ୍କୁଲ ପରିବେଶ ଦେଖିପାରୁଛୁ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଲେଖାଯାଉଛି। ବର୍ତ୍ତମାନ ପିଲାମାନଙ୍କ ବାଡ଼େଇବା ମାରିବା ଏକ ଦଣ୍ଡନୀୟ ଅପରାଧ ବୋଲିକି ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ରହିଛି। ତେଣୁ ସେଇ ଅଞ୍ଚଳକୁ କୁହାଯାଏ ଦଣ୍ଡମୁକ୍ତ ଅଞ୍ଚଳ ବୋଲି କୁହାଯାଏ। ତେଣୁ এই ଦଣ୍ଡମୁକ୍ତ ଅଞ୍ଚଳ ହେଉଛି ଆମମାନଙ୍କ ଯୀଶୁଖ୍ରୀଷ୍ଟଙ୍କ ସାନ୍ନିଧ୍ୟ ଅଟେ। ତାଙ୍କ ସାନ୍ନିଧ୍ୟକୁ ଆସି ଯେପରି ତାଙ୍କଠାରେ ରହିବା, ତାଙ୍କଠାରେ ଫଳବାନ ହେବା, ଏହା ହେଉଛି 15 ଜୋହନ ତାର 6ର ଆମେ ଦେଖିବାକୁ ପାରୁଛୁ। ତାର ସେ କଥାରେ ଯାହା ଆଜି ଆମମାନଙ୍କୁ ଦିଆଯାଇଛି ମୁଁ ପଢ଼ିକି ଶେଷ କରିବା ପାଇଁ ଚାହେଁ। ପ୍ରଭୁଙ୍କ ମହାନାମର ଧନ୍ୟବାଦ। ପବିତ୍ର ଆତ୍ମା ସାହାଯ୍ୟ କରନ୍ତୁ ଆଜିର ଶୀର୍ଷକ ଯେପରି ଆମେ ପ୍ରତ୍ୟେକ ଆଗକୁ ବଢ଼ିବାକୁ ପାରୁଛୁ। ଲେଖାଯାଉଛି, କେହି ଯେବେ ମୋ ଠାରେ ନ ରହେ ତାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ। ପୁଣି ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି, ସେଗୁଡ଼ାକ ପୋଡ଼ି ଦିଆଯାଏ। ତେଣୁ ଯେ ପ୍ରଚୁର ଫଳେ ପିତା ମୋର ମହିମାନ୍ୱିତ ହେବେ। ପ୍ରଭୁଙ୍କଠାରେ ରହିବା ଲୋକମାନେ ସେହି ପ୍ରଚୁର ଫଳ ଫଳିବେ। ପ୍ରଭୁ ଏହି ଶୀର୍ଷକୁ ନେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକଙ୍କୁ ଏହି ଚ୍ୟାନେଲ ମାଧ୍ୟମରେ ମୁଁ ଆଜି ଅନୁଗ୍ରହ ପାଇଥିବା ହେତୁ, ସେବା ସୁସମାଚାର ଦେବା ହେତୁ, ସୁଯୋଗ ପାଇଥିବା ହେତୁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଇ ରହୁଛି। ନମସ୍କାର। ପ୍ରେଜ୍ ଦ ଲର୍ଡ।